ଛତ୍ରପୁରରେ ଥମୁନି ମନ୍ଦିରରେ ଚୋରି ଘଟଣା ବୈଜବ ଘଟଣା ପରେ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ। ଛତ୍ରପୁର ସହରରେ ବାରମ୍ବାର ମନ୍ଦିର ଚୋରି ଘଟଣା ଘଟୁଥିବାରୁ ଭକ୍ତ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସହରର ବିଭିନ୍ନ ମନ୍ଦିରକୁ ଲଗାତାର ଟାର୍ଗେଟ୍ କରାଯାଉଥିବା ବେଳେ ବୁଧବାର ପୁଣି ଛତ୍ରପୁର ରେଳ ଷ୍ଟେସନ ନିକଟସ୍ଥ ଶ୍ରୀରାମ ମନ୍ଦିରରେ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ ରାତି ଅଧରେ ଦୁର୍ବୃତ୍ତମାନେ ମନ୍ଦିରରେ ପଶି ହୁଣ୍ଡି ଭାଙ୍ଗି ସେତିକି ଥିବା ଟଙ୍କା ଲୁଟି ନେଇଛନ୍ତି। ସକାଳେ ପୂଜକ ମନ୍ଦିର ଖୋଲି ନିତ୍ୟ ପୂଜା ଏବଂ ଆରତୀ କରିବା ସମୟରେ ହୁଣ୍ଡି ଭଙ୍ଗାଯାଇଥିବା ଦେଖିଥିଲେ। ପରେ ସେ ତୁରନ୍ତ ମନ୍ଦିର ପରିଚାଳନା କମିଟିକୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ଏହା ପୂର୍ବରୁ ଛତ୍ରପୁର ଉଜ୍ଜଳେଶ୍ୱର ମନ୍ଦିର, ବୀରେଶ୍ୱର ମନ୍ଦିର, ସାଇବାବା ମନ୍ଦିର ଏବଂ କୁମାର ବେଗପଲ୍ଲୀ ହନୁମାନ ମନ୍ଦିରରେ ମଧ୍ୟ ଚୋରି ଘଟଣା ଘଟିଥିଲା। ବାରମ୍ବାର ଧାର୍ମିକ ସ୍ଥାନରେ ଚୋରି ଘଟୁଥିବା ସତ୍ତ୍ୱେ ଅପରାଧୀମାନେ ଧରା ନ ପଡ଼ିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଶ୍ରୀରାମ ମନ୍ଦିରର ଘଟଣା ସହିତ ଛତ୍ରପୁର ମନ୍ଦିର ଚୋରି ଘଟଣା ସଂଖ୍ୟା 5ରେ ପହଞ୍ଚିଛି। ସ୍ଥାନୀୟ ଲୋକେ ଏବଂ ଭକ୍ତମାନଙ୍କ ଅଭିଯୋଗ ଅନୁଯାୟୀ ସହରରେ ବଢୁଥିବା ଗଞ୍ଜି ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟର ଅବୈଧ କାରବାର ଏଭଳି ଅପରାଧ ପଛରେ ଏକ ବଡ଼ କାରଣ ହୋଇପାରେ। ନିଶା ପାଇଁ ଟଙ୍କା ଯୋଗାଡ଼ କରିବା ଉଦ୍ଦେଶ୍ୟରେ କିଛି ଅସାମାଜିକ ବ୍ୟକ୍ତି ମନ୍ଦିରକୁ ଟାର୍ଗେଟ୍ କରୁଥିବା ଚର୍ଚ୍ଚା ହେଉଛି। ସକାଳ 6ଟା ବେଳକୁ ଯେମିତି କବାଟ ଖୋଲା ହେବା କଥା, ଗେଟ୍ ଖୋଲିବା କଥା, ସେମିତି ଖୋଲା ହେଲା। ତାପରେ ମୋର ଯେମିତି ମହାପ୍ରଭୁ କବାଟରେ ଚାବି ଯେମିତି ଖୋଲିବା କଥା ଖୋଲିଲି। ମହାପ୍ରଭୁ ଭିତରୁ ଯାଇ କାମ ସେବା ଆରମ୍ଭ କଲି। କିଛି ସମୟ ପରେ ଆଳତି କଲା ପରେ ହୁଣ୍ଡିକି ଦେଖିଲି ଯେ ହୁଣ୍ଡି ଭଙ୍ଗା ହେଇଯାଇଛି। ତୁରନ୍ତ ମୋର ଅନରଙ୍କୁ ଫୋନ୍ କଲି, ଆଉ ମୋର ସମସ୍ତ ଲୋକଙ୍କୁ ଜଣାଇବା ପାଇଁ ଚେଷ୍ଟା କରାହେଲା। ତାପରେ ସେମାନେ ଆସିଲେ, FIR ଦେଲେ। ପୋଲିସ ଆସିକି ମଧ୍ୟ ଛତ୍ରପୁର ପୋଲିସ ଆସି ମଧ୍ୟ ଧରଣ କରି ଯାଇଛନ୍ତି। ଆଉ ତାପରେ କେତେ ପଇସା କ'ଣ ମୁଁ ସେ ବିଷୟରେ କିଛି ଜାଣିନି, କିନ୍ତୁ ପ୍ରାୟ ଗୋଟେ 1 ବର୍ଷ ହେଲା ପାଖାପାଖି ହୁଣ୍ଡି ଖୋଲା ହେଇନଥିଲା। ଅନ୍ତତଃ ବହୁତ ପ୍ରାୟ ପଇସା କେତେ ଥିବ। ସେ ଦୁର୍ବୃତ୍ତମାନେ ନେଇଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରି ସେମାନଙ୍କୁ ଠିକ୍ ଦଣ୍ଡ ଦିଆଯାଉ। ଏହା ମୋର ବିନତି। ଛତ୍ରପୁର ରାମକୃଷ୍ଣ ରେଡ୍ଡୀଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।